ଆଜି ସକାଳ ଆରମ୍ଭ ହୋଇଥିଲା ମନ୍ଦିର ଆଉ ଆମ ଘର ଠାକୁର ପୂଜାରୁ। ତୁଳସୀ ମାଳ ଏବଂ ଫୁଲରେ ମା ଠାକୁରଙ୍କୁ ବହୁତ ସୁନ୍ଦର ଭାବେ ସଜାଇ ଦେଇଥିଲେ। ଏହାପରେ ମୁଁ ବାଡ଼ିକୁ ଚାଲିଲି ଶାଗ ଆଣିବାକୁ। ଶାଗ ଆଣିବାକୁ ଯିବା ବାଟରେ ଲାଜକୁଳି ଲତା ଉପରେ ମୋର ନଜର ପଡ଼ିଲା। ଏଇ ଲାଜକୁଳି ଲତା ସହିତ କିଛି ସମୟ ମୁଁ ଖେଳିବାକୁ ଲାଗିଲି। କାଶ ମୁଁ ଏଇଭଳିଆ ଲାଜକୁଳି ଲତା ପରି ହୋଇଥାନ୍ତି। ଏ ଲାଜକୁଳି ଲତାକୁ ଛୁଇଁଲେ କାହିଁକି ଝାଉଁଳି ଯାଏ ଟିକିଏ କହିବେ କି? ତାପରେ ମୋର ନଜର ପଡ଼ିଲା ଗୋଟିଏ ବଗ ଉପରେ। ଏ ବଗଟି ଗୋଟିଏ ମାଛ ଗିଳୁଥିବାର ଦୃଶ୍ୟ ଦେଖୁ ଦେଖୁ ମନେ ପଡ଼ିଲା, ଲୋ ଆଜି ତ ଛାଡ଼ ଖାଇ। ତାପରେ ମୁଁ ଶାଗ ପରିବାତକ ନେଇ ଘରକୁ ଆଣି ଶାଗ ବଛାବଛି କରିଦେଲି। ତାପରେ ପରିବା କଟାକଟି କରିସାରିଲା ବେଳକୁ ମୋ ସାନ ଦିଦି ଦରିଆରୁ କିଛି ମାଛ ଧରି ନେଇ ପହଞ୍ଚିଗଲେ ଆମ ଘରେ। ଏତେ ମାଛ କିଏ ଖାଇବ ଲୋ? ଏତିକି ବେଳେ ବିଲେଇ ନାନୀ ମେ ହୁଁ ନା କହି ପହଞ୍ଚିଗଲେ। ରହିଲି ବା।